फ्रेंड्स तुमने जॉइन कर निजर रोल नंबर चैट बॉक्स टाइप करदब। तो आम प्रीवियस क्लास रे मत यूनिट 3 एंड करथिले। तुम 2 यूनिट रहा 4 और 5। आज यूनिट 4 स्टार्ट करवा। हमारे यूनिट 3 थिला फाइनल अकाउंट आम प्रिपेयर करछे। हमें ट्रेडिंग केमती कले, प्रॉफिट एंड लॉस केमती कले और बैलेंस शीट और फाइनली हम कैश फ्लो स्टेटमेंट केमती प्रिपेयर करछे। प्रीवियस क्लास रे पढ़थिले और कैश फ्लो गोटे क्वेश्चन आंसर भी करथिले कि ऑपरेटिंग एक्सपेंसेस को सब जिवो कोडा इन्वेस्टिंग एक्टिविटी इन्वेस्टमेंट जोटा ଆମେ ଇନଭେଷ୍ଟ କରୁଥିଲେ ଆଉ କୋଉଟା ଆମର ଫାଇନାନ୍ସ ଆକ୍ଟିଭିଟି। ଓକେ, ଏଇଟା କ୍ୟାଶ ଫ୍ଲୋ ଷ୍ଟେଟମେଣ୍ଟରେ ପଢିଥିଲି। ତ ଆମେ ଆଜି ଆମର ୟୁନିଟ୍ 4 ଷ୍ଟାର୍ଟ କରିବା। ତ ୟୁନିଟ୍ 4 ଆମେ କଣ ପଢିବା? କମ୍ପ୍ୟୁଟରାଇଜ ଆକାଉଣ୍ଟିଂ ଆଉ ଫାଇନାଲ ଆକାଉଣ୍ଟ ଅଫ ନନ୍ ପ୍ରଫିଟ ମେକିଂ ଅର୍ଗାନାଇଜେସନ। ମିନ୍ସ କମ୍ପ୍ୟୁଟରିଂ, କମ୍ପ୍ୟୁଟରରେ ଯୋଉ ଆକାଉଣ୍ଟିଂ ଏପ୍ଲିକେସନ ହଉଛି ଦେଖ ଆମେ ଜାଣିଛେ ବେସିକାଲି ଆମେ ଏବେ ଆଉ କିଛି ମାନୁଆଲି କିଛି ହଉନି, ସବୁ କମ୍ପ୍ୟୁଟର ଦ୍ୱାରା ହିଁ ହଉଛି। କମ୍ପ୍ୟୁଟର ସଫ୍ଟୱେର ଦ୍ୱାରା ଆମେ ଆକାଉଣ୍ଟ କେମିତି ରେକର୍ଡ କରିବା ସେଇଟା ଆମର ଫାର୍ଷ୍ଟରେ ଅଛି। ଓକେ, ସେକେଣ୍ଡରେ ଆମର କଣ ଅଛି? ଫାଇନାଲ ଆକାଉଣ୍ଟ ଅଫ ନନ୍ ପ୍ରଫିଟ ଅର୍ଗାନାଇଜେସନ। ଯୋଉ ସବୁ ଏମିତି କିଛି ଅର୍ଗାନାଇଜେସନ ଅଛି ଯୋଉମାନେ କି ପ୍ରଫିଟ, ତାଙ୍କର ମୋଟିଭ ନୁହଁ କି ସେମାନେ ପ୍ରଫିଟ ଅର୍ନ କରନ୍ତୁ। ଓକେ, ନନ୍ ପ୍ରଫିଟ ଅର୍ଗାନାଇଜେସନ ଲେଖା ହେଇଛି ସେଥିପାଇଁ କି ସେମାନେ ଯୋଉ ଇନଷ୍ଟିଟ୍ୟୁସନ ଯୋଉ ସବୁ ଚଲାଉଛନ୍ତି ତାଙ୍କର ମୋଟିଭ କି ସେମାନେ ମାନେ ଚାରିଟି, ସେଟା ଚାରିଟି ହଉ କି ଆଉ କିଛି ହଉ କି ଟ୍ରଷ୍ଟ ହଉ, ତ ତାଙ୍କର ମୋଟିଭ ନୁହଁ କି ସେମାନେ, ଆମର ମେନ୍ ବେସିକାଲି ବିଜନେସ ର ମୋଟିଭ କଣ? ଟୁ ଇଅର୍ନ ମୋର ଆଣ୍ଡ ମୋର ପ୍ରଫିଟ। କିନ୍ତୁ ଏ ଯୋଉ ଅର୍ଗାନାଇଜେସନ ଟା ତାର ପ୍ରଫିଟ ଇଅର୍ନ କରିବା ମୋଟିଭ ନୁହେଁ। ଓକେ, ଏଇଟା ପ୍ରଫିଟ ଇଅର୍ନ କରିବା ପାଇଁ, ଏଇଟା ମାନେ ଏଇ ଅର୍ଗାନାଇଜେସନ ଟା ପ୍ରଫିଟ ଇଅର୍ନ କରିବା ପାଇଁ ଚାହେଁନି। ଆଉ କଣ ତାର ପୁଣି, ଆମେ ତ ଯେମିତି ନର୍ମାଲ ବିଜନେସ ରେ ଟ୍ରେଡିଂ କରୁଛେ, ପ୍ରଫିଟ ଆଣ୍ଡ ଲସ୍ ବନଉଛେ, ତାପରେ ବାଲାନ୍ସ ସିଟ୍ ଡ୍ରାଫ୍ଟ କରୁଛେ। କିନ୍ତୁ ଫାଇନାଲ ଆକାଉଣ୍ଟ ଏଠି କଣ? ଆମକୁ ପ୍ରଫିଟ ବାହାର କରିବା ନାହିଁ, କାରଣ ପ୍ରଫିଟ ଦରକାର ନାହିଁ, ତ ଆମେ ପ୍ରଫିଟ କଣ ପାଇଁ ବାହାର କରିବା ନନ୍ ପ୍ରଫିଟ ମେକିଂ ଅର୍ଗାନାଇଜେସନ ରେ? ତ ତାର କେମିତି ଫାଇନାଲ ଆକାଉଣ୍ଟ କେମିତି ହବ, ଓକେ, ତାକୁ ଆମେ ପଢିବା ଏଥିରେ। ତ ଫାର୍ଷ୍ଟ ହେଲା କମ୍ପ୍ୟୁଟରାଇଜ ଆକାଉଣ୍ଟିଂ ବିଷୟରେ କିଛି ପଢିବା। ଫାର୍ଷ୍ଟ ଆସିଲା କମ୍ପ୍ୟୁଟରାଇଜ ଆକାଉଣ୍ଟିଂ। ଏଟା କଣ ହଉଛି? କମ୍ପ୍ୟୁଟରାଇଜିଂ ଆକାଉଣ୍ଟିଂ ଇଜ ଆକାଉଣ୍ଟିଂ ଡନ୍ ୱିଥ ଦ ଏଡ୍ ଅଫ ଏ କମ୍ପ୍ୟୁଟର। ମାନେ ଗୋଟେ କମ୍ପ୍ୟୁଟର ସାହାଯ୍ୟ ଦ୍ଵାରା, ଏଡ୍ ମିନ୍ସ ଟୁ ହେଲ୍ପ, ଓକେ, ସାହାଯ୍ୟ ଦ୍ଵାରା କେମିତି ଆକାଉଣ୍ଟିଂ ପ୍ରିପେୟାର କରୁଛି। ଆକାଉଣ୍ଟିଂ ମିନ୍ସ ଆମର ଯୋଉ ଫାଇନାନ୍ସିଆଲ ଷ୍ଟେଟମେଣ୍ଟ ସବୁ ରହୁଛି କେମିତି ପ୍ରିପେୟାର କରୁଛି କମ୍ପ୍ୟୁଟର ଥ୍ରୁରେ, ସେଟା କହୁଛି କମ୍ପ୍ୟୁଟରାଇଜ ଆକାଉଣ୍ଟିଂ ଇଜ ନଥିଙ୍ଗ ବଟ୍ ଏ ଆକାଉଣ୍ଟିଂ ଡନ୍ ୱିଥ ଏଡ୍ ଅଫ କମ୍ପ୍ୟୁଟର। କମ୍ପ୍ୟୁଟର ସାହାଯ୍ୟରେ ଆମେ ଯୋଉ ଆକାଉଣ୍ଟିଂ ଟାକୁ ପ୍ରିପେୟାର କରିବା ସେଇଟା ହଉଛି ଆମର କମ୍ପ୍ୟୁଟରାଇଜ ଆକାଉଣ୍ଟିଂ। ଇଟ୍ ଟେନ୍ସ ଟୁ ଇନଭଲ୍ଭ ଡେଡିକେଟେଡ ଆକାଉଣ୍ଟିଂ ସଫ୍ଟୱେयर ଆଣ୍ଡ ଡିଜିଟାଲ ସ୍ପ୍ରେଡସିଟ୍ସ କିପ୍ ଟ୍ରାକ୍ ଅଫ ଏ ବିଜନେସ ଅର୍ କ୍ଲାଏଣ୍ଟସ ଫାଇନାନ୍ସିଆଲ ଟ୍ରାଞ୍ଜାକ୍ସନ। ଏଟା କଣ କହୁଛି? ଡେଡିକେଟେଡ ଆକାଉଣ୍ଟିଂ ସଫ୍ଟୱେयर। ସଫ୍ଟୱେयर ଆମର ସବୁ ବିଭିନ୍ନ ପ୍ରକାର ଅଛି, ଯେମିତି ଆମର ଏସଏପି ହଉ କି ଟାଲି ହଉ କି ଯାହା ବି ସବୁ ଆମର ଅଛି, ଟାଲି ERP9, ଯୋଉଥିରେ ଆମେ ଆମର ଆକାଉଣ୍ଟିଂ ଟ୍ରାଞ୍ଜାକ୍ସନ କୁ ରେକର୍ଡ କରିପାରିବା। ସେଠି କଣ ଥିବ କି ଆମେ ଏକ୍ସେଲ ବି ଆମେ ମେଣ୍ଟେନ କରିକି ରଖୁଛେ।
ତ ଡିଜିଟାଲ ସ୍ପ୍ରେଡ ସିଟ୍ ଆମର କିଛି ଅଛି ଯୋଉଥିରେ କି ଆମେ ଟ୍ରାକ୍ ରଖିପାରିବା ଆମ ବିଜନେସ ଟ୍ରାଞ୍ଜାକ୍ସନ କେବେ କଣ ହେଇଛି, ଯେମିତି କି ଆମେ ମନେକର ଟାଲି ଟାଲି ଆମେ ଯୋଉ ଏଣ୍ଟ୍ରି କରୁଛେ ସେଥିରେ ଯୋଉ ଡେଟ୍ ରେ ମାରିବ ସେଇ ଡେଟ୍ ରେ କଣ ଟ୍ରାଞ୍ଜାକ୍ସନ ହେଇଥିଲା ଆମେ ଜାଣିଦବା। ତ ଆମେ ଯଦି ସେଇ ଡେଟ୍ ଠିକ ଟାଇମ ଠିକ ଡେଟ୍ ରେ ଆମେ ଟ୍ରାଞ୍ଜାକ୍ସନ ଟା କରିଥିବା, ଯଦି ବର୍ଷେ ପରେ ବି ଆମେ ଦେଖିବା କୋଉ ଦିନ ସେ ଟ୍ରାଞ୍ଜାକ୍ସନ ହେଇଥିଲା ତ ଆମେ ଅବଭିୟସଲି ଆମେ ଠିକ ସେ ଜାଣିପାରିବା। ଓକେ, ତ କହୁଛି tends to involve dedicated accounting software and digital spreadsheets to keep track of a business or client financial transactions. Okay, ତାପରେ next କଥା ଦେଖो, computerized accounting is a beneficial use of current technological advances. Okay, ଏବେ ଦେଖ ଆମର ୱାର୍ଲଡ ରେ ୱାର୍ଲଡ ଇଜ ଓଭର ଚେଞ୍ଜିଂ, ଯୋଉ ଟେକ୍ନୋଲୋଜି ତାର ସେଇଟା ବି ଆଡପ୍ଟ ହଉଛି, ନ୍ୟୁ ନ୍ୟୁ ଟେକ୍ନୋଲୋଜି କୁ ଆଡପ୍ଟ ହଉଛି। Okay, ତ ଆମକୁ ୱାର୍ଲଡ ସହିତ ମାନେ ୱାର୍ଲଡ ସହିତ ଟାଟା ମାର୍ଟିନଲି ଯଦି ଚାଲିବାକୁ ଆମକୁ ପଡେ ତାହେଲେ କଣ କରିବାକୁ ପଡିବ, ସବୁ ଟେକ୍ନୋଲୋଜି ବି ଆଡପ୍ଟ କରିବାକୁ ପଡିବ ଯାହାବି ଟେକ୍ନୋଲୋଜି ଅଛି। ଓକେ, ତ କମ୍ପ୍ୟୁଟରାଇଜ ଆକାଉଣ୍ଟିଂ ଇଜ ଏ ବେନିଫିସିଆଲ ୟୁଜ ଅଫ କରେଣ୍ଟ ଟେକ୍ନୋଲୋଜି, ଯେହେତୁ କରେଣ୍ଟ ଟେକ୍ନୋଲୋଜି ଆଡଭାନ୍ସେସ୍ ହେଇ ଚାଲିଛି ତ ଆମକୁ ସେଇଟା ବେନିଫିଟ କରେ। ନଟ୍ ଓନଲି ଇଟ୍ ହାଜ ରିଚ୍ ଆଣ୍ଡ ଦ ଟ୍ରାଡିସନାଲ of the tradition paper method of accounting. It କହୁଛି it has revolutionized the traditional paper method of accounting, but it has also created new types of accounting applications for business. କଣ କହୁଛି, ଆମେ ଯୋଉ ଟ୍ରାଡିସନ ଆମେ ମେଥଡରେ କଣ ୟୁଜ କରୁଥିଲେ, ସେଇ ଖାତା ପେନ ରେ ଲେଖୁଥିଲେ, ଖାତା ପେନ ରେ ରେକର୍ଡ କରୁଥିଲେ, ତ କେତେବେଳେ ଟ୍ରାଞ୍ଜାକ୍ସନ ହିଁ ନଥାଏ। ଓକେ, କିଏ ଜାଣିଶୁଣି ହଉ କି ଅଜାଣତରେ ହଉ ସେଟା ନଷ୍ଟ ହେଇଯାଏ ଖାତାରେ ଯାହା ବି ରେକର୍ଡ ଥିବ, ମାନୁଆଲ ଯୋଉଟା ରେକର୍ଡ କରିଥିବା। ଆଉ ଯଦି ଆମେ ସଫ୍ଟୱେରରେ କମ୍ପ୍ୟୁଟର ରେକର୍ଡ କରିଥିବା, ନ୍ୟୁ ଟାଇପ୍ସ ଅଫ ସବୁ ଆଡପ୍ଟ କରିକି ରେକର୍ଡ କରିଥିବା, ତ ଆମେ ଏଇଟା ହଜିବାର କି କିଛି ମ୍ୟାନିପୁଲେଟ ହବାର ବି କିଛି ଚାନ୍ସ ନଥାଏ। ଓକେ, ଯାହା ବି ଆମର ଆକାଉଣ୍ଟ ଟ୍ରାଞ୍ଜାକ୍ସନ ସବୁ ସେଫ୍ଟିରେ ଥାଏ। ଆଉ ଯୋଉ ଡେଟ୍ ରେ ଯାହା ବି ଯେତେବେଳେ ଯାହା ଘଟିଛି ଡେଟ୍ ଟାଇମ ସବୁ ତାର ରେକର୍ଡ ଥାଏ, ଯୋଉଟା କି ଆମ ପଛରେ ହେଲ୍ପ ହୁଏ ତ ଜାଣିବା ପାଇଁ। ତାପରେ ଆସିଲା computerized accounting has many advantages over traditional manual accounting. ସେଇଟା କହୁଛି ଟ୍ରାଡିସନାଲ ମାନୁଆଲ ଆକାଉଣ୍ଟିଂ ରେ କଣ ହଉଥିଲା, ଆମେ ଆମ ହାତରେ ସବୁ ରେକର୍ଡ କରୁଥିଲେ, କାଲକୁଲେସନ ବି ହାତରେ କରୁଥିଲେ। ତ କାଲକୁଲେସନ କେତେବେଳେ 100 ଜାଗାରେ 1000 ପଡିଯାଇଥିବ ତ ଆମେ ଜାଣିପାରିନଥିବ, ଏମିତି ଲକ୍ଷେ ଜାଗାରେ 10 ଲକ୍ଷ ହେଇଯାଇଥିବ। ତ ଯୋଉ କମ୍ପ୍ୟୁଟରରେ କରୁଛେ ସେଥିରେ ଆମକୁ ସେ ଠିକ ସେ କାଲକୁଲେଟ ପୁରା ଆକୁରେଟ କାଲକୁଲେଟ ବି କରିପାରିବ। ଆଉ ହାତରେ ରେକର୍ଡ କରିବା ଅପେକ୍ଷା ମ୍ୟାନୁଆଲ ରେକର୍ଡ କରିବା ଅପେକ୍ଷା ଆମେ କମ୍ପ୍ୟୁଟର ରେକର୍ଡ କରିବା ଲେସ୍ ଟାଇମ କନଜ୍ୟୁମିଂ, ଟାଇମ ବି ଆମର କନଜ୍ୟୁମ ଲେସ୍ ହବ, ଅଳ୍ପ ଟାଇମ ରେ ସବୁ ହେଇଯିବ। ତ ତ ମାନୁଆଲ ଆକାଉଣ୍ଟିଂ ଆମର ଯୋଉଟା ଥିଲା ତାର ଆଡଭାଣ୍ଟେଜେସ୍ ଟା ଏଇଟା, ତାର ତାକୁ ରିଭଲ୍ୟୁଟ କରିକି କମ୍ପ୍ୟୁଟରାଇଜ ଆକାଉଣ୍ଟିଂ ଆମର ଆସିଛି। Okay, computerized accounting tends to be more accurate. More accurate ହଉଛି କାରଣ କାଲକୁଲେସନ ରେ କିଛି ଭୁଲ ହିଁ ହବନି। ତ ଯାହା ବି କରିବା କମ୍ପ୍ୟୁଟରରେ ଠିକ ହବ କାଲକୁଲେସନ। ତାପରେ ଆସିଲା ଆକ୍ୟୁରେଟ ହବ, ଇଜ ଫାଷ୍ଟର ଟୁ ୟୁଜ। ତମେ ହାତରେ ଗୋଟେ ଜିନିଷ ରେକର୍ଡ କରୁଥିବ, ବଟ କମ୍ପ୍ୟୁଟରରେ ତମେ ରେକର୍ଡ କରିବ ସେଇଟା ସାଙ୍ଗେ ସାଙ୍ଗେ ରେକର୍ଡ ହେଇଯିବ। ଫାଷ୍ଟର ୟୁଜ, ଏଇଟା ଆହୁରି ଫାଷ୍ଟ କମ୍ପ୍ୟୁଟରରେ ଆମେ ରେକର୍ଡ କରିବା, ଏଇଟା ଆହୁରି ଫାଷ୍ଟ ଆମର କମ ଟାଇମ ରେ ବହୁତ ସାରା କାମ ହେଇଯିବ। Okay, ତାପରେ ଆସିଲା and is less subject to error than its manual counterpart. ଏଇଟା ମୁଁ କହୁଛି ମ୍ୟାନୁଆଲ ଆମେ ରେକର୍ଡ କରୁଥିବା ଆମେ କିଛି ଭୁଲ କରିଦବା, ଭୁଲ ତ ଦେଖ ଟୁ ଅର୍ ଇଜ ହ୍ୟୁମାନ, ହ୍ୟୁମାନ ମାନେ ଭୁଲ, ମାନେ ମଣିଷ ମାତ୍ରେ ଭୁଲ ହଉଛି। ତ ଯେତେବେଳେ ଆମେ ରେକର୍ଡ କରୁଥିବା କିଛି ଟ୍ରାଞ୍ଜାକ୍ସନ ଆମେ ଭୁଲ ଯାଇଥିବା, ଓକେ, କିନ୍ତୁ ଯଦି ଆମେ କମ୍ପ୍ୟୁଟରରେ କରିଥିବା ତ କଣ ହବ, ଏରର କଣ ହବ, ଏରର ତ ସବୁଠି ହବ। ଆମେ କମ୍ପ୍ୟୁଟରକୁ ଚଲେଇଲା ବେଳେ ବି ଆମେ କମ୍ପ୍ୟୁଟରରେ ଯଦି ଆମେ ଠିକ ଭୁଲଟା ରେକର୍ଡ କରିବା ଭୁଲ ରେକର୍ଡ ଥିବ, ବଟ୍ ଆମେ ମାନୁଆଲ ଯେତିକି ମେମୋରି ଯେତିକି ରଖିପାରିବା, ବଟ୍ କମ୍ପ୍ୟୁଟର ମେମୋରି ବହୁତ, ତ ସିଏ କଣ କରିବ ଅଧିକ ଜିନିଷ ଆଉ ଆକ୍ୟୁରେଟ ଜିନିଷ ସବୁ ରେକର୍ଡ କରିକି ରଖିବ, କି ଆମେ ଯେମିତି ତାକୁ ଠିକ ଠିକ ରେକର୍ଡ କରିଥିବା ତା ଦେହରେ ସେମିତି ଥିବ। ହାତରେ କଲେ ମାନୁଆଲି କଲେ ମେ ବି ଭୁଲ ହେଇପାରେ, ବଟ୍ ଇନ କମ୍ପାରିଜନ ଟୁ କମ୍ପ୍ୟୁଟର, କମ୍ପ୍ୟୁଟରରେ ଆକ୍ୟୁରେଟ ଟା ଅଧିକ ହବ। Okay, ତାପରେ ତିନିଟା ପ୍ରୋସେସ ରେ ତିନିଟା ଷ୍ଟେଜ ଦେଇକି ଆମର କମ୍ପ୍ୟୁଟରାଇଜ ଆକାଉଣ୍ଟିଂ ହୁଏ। ଫାଷ୍ଟ କଣ ହବ, ଫାଷ୍ଟ ଆସିଲା ଆମର ଇନପୁଟ, ଇନପୁଟ ରୁ ଆସିବ ପ୍ରୋସେସିଂ, ପ୍ରୋସେସିଂ ରେ ଆଉଟପୁଟ ଆସିବ। ଆମେ ସବୁବେଳେ ଦେଖିଛେ
କମ୍ପ୍ୟୁଟରରେ କଣ ହୁଏ, ଇନପୁଟ ଦିଆ ହୁଏ, ସିଏ ପ୍ରୋସେସିଂ କରେ, ତାପରେ ଆଉଟପୁଟରେ ଆମେ ଯାହା ରେଜଲ୍ଟ ଚାହୁଁଥିବା ଏଇଟା ଆଉଟପୁଟ ଏଇଟା କଣ ସେମିତି, ଫାର୍ଷ୍ଟ ଇନପୁଟ ଦବା, ଇନପୁଟ ରୁ ସିଏ ଡାଟାକୁ ସବୁ ପ୍ରୋସେସ କରିବ, ପ୍ରୋସେସ କରିକି ଆମର ଫାଇନାଲ ରେଜଲ୍ଟ ଆମକୁ ଦେଖେଇବ, ସେଟା ଆମର ଆଉଟପୁଟ ଆମେ କହୁଛେ। Okay, ତ ଇନପୁଟ ରେ କଣ ସବୁ ଆସୁଛି, ଇନପୁଟ ରେ ଆସିବ ଫାର୍ଷ୍ଟ ଇନପୁଟ କଣ କୋଉ ଟାଇପର ଦିଆହବ, ତାପରେ ସେ ଡକୁମେଣ୍ଟ କୋଉ ଡକୁମେଣ୍ଟ ଦିଆହବ, ସୋର୍ସ ଅଫ ଡକୁମେଣ୍ଟ, ତାପରେ କିଛି ସେଟ୍ ଅଫ ରୁଲ୍ସ ଆଣ୍ଡ ପ୍ରୋସିଜର ଅଛି ଯୋଉଟା ତମକୁ ଫଲୋ କଲେ ହିଁ ଆମେ ଟ୍ରାଞ୍ଜାକ୍ସନ କୁ ରେକର୍ଡ କରିପାରିବା। ତାପରେ ଫର୍ଦର ଆମେ ପ୍ରୋସେସିଂ ପାଇଁ ଛାଡିବା ଭିତରେ କମ୍ପ୍ୟୁଟର ସଫ୍ଟୱେର ଅଛି ଯୋଉଥିରେ କି ଆମେ ପ୍ରୋସେସିଂ କରିବା, ସେ ସବୁ ଟ୍ରାଞ୍ଜାକ୍ସନ କୁ ପ୍ରୋସେସ କରିବା, ଯାହା ବି ଟ୍ରାଞ୍ଜାକ୍ସନ ହେଇଛି। ତାପରେ ପ୍ରୋସେସ କଲା ପରେ ଆମର ଆଉଟପୁଟ ବାହାରିବ, ଯାହା ବି ଆମର ଆମେ ଯାହା ରେଜଲ୍ଟ ଚାହୁଁଥିବା ସେସବୁ ବାହାରିବ ଇନଫର୍ମେସନ ଲାଇକ୍ ଫାଇନାଲ ଆକାଉଣ୍ଟ, ଆମର ଟ୍ରେଡିଂ ଆକାଉଣ୍ଟ, ପ୍ରଫିଟ ଆଣ୍ଡ ଲସ୍ ଆକାଉଣ୍ଟ, ଆଉ ଆଉ ବାଲାନ୍ସ ସିଟ୍ ବାହାରିଯିବ। ଦେଖ ଆମେ ଯେତେବେଳେ ୟୁନିଟ୍ ଥିଲେ କ୍ୱେଶ୍ଚନ ଆନ୍ସର କରୁଥିଲେ, ଆମେ ଟ୍ରାଏଲ ବାଲାନ୍ସ ଦେଖିକି ट्रेडिंग अकाउंट, प्रॉफिट एंड लॉस अकाउंट की बैलेंस शीट प्रिपेयर करथिले। बट आमे यदि कंप्यूटर सॉफ्टवेयर रे करथबा से ट्रांजैक्शन सब ठीक ठीक पकेइतबा, से ऑटोमेटिक ट्रायल बैलेंस ड्राफ्ट हे जिवो, ट्रेडिंग और प्रॉफिट एंड लॉस ड्राफ्ट हे जिवो, हमर बैलेंस शीट भी प्रिपेयर हे जिवो ऑटोमेटिक। एटा ही कंप्यूटर रो ये, तो आमे सेमति गोटे गोटे खोजी जेमति कैलकुलेट करी पकोउथिले, आमे दी कंप्यूटर रे ठीक से सब ट्रांजैक्शन पकेइतबो, से हमर ऑटोमेटिक हमर फाइनेंशियल स्टेटमेंट सब प्रिपेयर हे जिवो। ओके देखो एटा हमर तो लेस टाइम कंज्यूमिंग ही गला ना, हमको बेसी वर्षन करे पड़िबनी, आमे ट्रांजैक्शन ठीक पकेइतबो से ऑटोमेटिक फाइनल अकाउंट सब हमर पळेस। चल तक वन बाय वन रीड करबा। फर्स्ट आसला इनपुट, इनपुट को होची, तो इनपुट टू कंप्यूटराइज्ड अकाउंट सिस्टम इज द accounting data which is obtained from details of each transaction। ओके, माने जो भी ट्रांजैक्शन जहाँ घटुथिबो तार डिटेल्स हम पाखे रहया दरकार, each transaction रो डिटेल्स, we should have the details of each transaction, जहाँ भी सब ट्रांजैक्शन होची तार डिटेल्स हम पाखे रहया दरकार। ओके, data is originated from source of document and this is produced as a result of happening of a transaction, it kept as a proof of transaction। तो जहाँ भी हमारा डाटा आସୁଛି ସେ ଗୋଟେ source of document format ରହିବା ଦରକାର, କି ଆମେ ଯାହା ବି ଇନଭଏସ ଯୋଉଟା ଆମର ଆମେ ସେଲ କଲେ ସେ ଆମକୁ, ଆମେ ତାକୁ ସେଲ ଇନଭଏସ ଦଉଛେ, ସେ ଆମକୁ ପଇସା ଦଉଛି, କି ଆମେ କୋଉଠୁ ପରଚେସ କରୁଛେ, ଆମେ ତାକୁ ଜିନିଷ ତାର ଜିନିଷ ଆଣିଲେ ଆଉ ସିଏ ଆମକୁ ଇନଭଏସ ଦଉଛି, ତ ଆମ ପାଖରେ ଗୋଟେ ଡକୁମେଣ୍ଟ ଥିବା ଦରକାର, ଯୋଉ ଟ୍ରାଞ୍ଜାକ୍ସନ ଘଟିଛି ତାର ଗୋଟେ ଡକୁମେଣ୍ଟ ଦରକାର, ଯୋଉଟା କି ଆମେ ହାପେନିଂ ହେଇଛି ବୋଲି ଆଜି ପ୍ରୁଫ ଆମେ ତାକୁ ରେକର୍ଡ କରିବା। ଯେତେବେଳେ ଆମେ କମ୍ପ୍ୟୁଟର ଜାଣିବା ଏଇଟା ଅଛି, ତ ଏଇ ଡକୁମେଣ୍ଟ ଆମ ପାଖରେ ରହିବା ଦରକାର ଆଜ ଏ ପ୍ରୁଫ। So the first approach is the input to computerized accounting system is the accounting data which is obtained from details of each transaction. Okay. Data is originated from source document and this is produced as a result of happening of the transaction। इस जहाँ भी हमारे डाटा जो सोर्स डॉक्यूमेंट थको हम ताको एज ए प्रूफ हम पाखे रखिबा, सेथुनी हमर कंप्यूटर रे हम जोटा सब कंप्यूटर सॉफ्टवेयर में प्रोड्यूस करिया मीन ताको रेकॉर्ड करिया। तापर असला सोर्स डॉक्यूमेंट, सोर्स डॉक्यूमेंट को होची, सोर्स डॉक्यूमेंट इंक्लूड्स इनवॉइस, चेक रिसीट, सेल्स ऑर्डर, फॉर्म एक्सेट्रा। एटा होची जिनसो सेल करले इनवॉइस दउची, परचेस करे इनवॉइस पाउचे, आउ कि चेक रिसीव करचे, चेक रिसीव करले सेटा हम ट्रांजैक्शन पर के चेक रिसीव हेची, तो तार प्रूफ कोन हम पास से चेक टा अच्छे प्रूफ रहे दरकार। ओके, तार ଗୋଟେ କପି ରହିବା ଦରକାର, କି ଯାହା ବି ସେଲ୍ ଅର୍ଡର କରିଛେ ତାର ବି computer are used to produce source document and data is automatically inputted to system for storage and further processing। ଆମେ ଯେତେବେଳେ ସେ ଡାଟାଟାକୁ ଯାହା ବି ପାଇଛେ ସୋର୍ସ ଡକ୍ୟୁମେଣ୍ଟ ଯୋଉଟା ପାଇଛେ ତାକୁ ଆମେ କମ୍ପ୍ୟୁଟର ସଫ୍ଟୱେରରେ ପକେଇବା, ସେ ଅଟୋମେଟିକାଲି ପ୍ରୋସେସ ହେଇକି ଆମର ଫାଇନାନ୍ସିଆଲ ଷ୍ଟେଟମେଣ୍ଟରେ ପ୍ରିପେୟାର ହେଇଯିବ। ଯଦି ଆମେ ଟ୍ରାଞ୍ଜାକ୍ସନ ପକେଇବା, ଇନଡାଇରେକ୍ଟ ଏକ୍ସପେନ୍ସେସ୍ ପକେଇବା, ଯାହା ବି ଆମର ସାଲାରୀ ଦେଇଛେ ଇନଡାଇରେକ୍ଟ ଏକ୍ସପେନ୍ସେସ୍ ଆମ ଜର୍ନାଲ ଏଣ୍ଟ୍ରି सोर्स डॉक्यूमेंट आज सोर्स डॉक्यूमेंट जोटा हमरो देछि जोतरे ततरु प्रूफ रखिकी हम तो टैली एंट्री करिया परचेज जो सेल्स सॉरी सैलरी सैलरी पकेले हम सैलरी हमर गोटे इनडायरेक्ट एक्सपेंसेस देखौतबा, तो से ऑटोमेटिक हम तले टैली मन को टैली पकेछि, तो से ऑटोमेटिकली प्रॉफिट एंड लॉस रो इनडायरेक्ट एक्सपेंसेस पटे
ଦେଖଉଥିବ ସାଲାରୀ ଏତିକି ହେଇଛି। ଓକେ, ଆଉ ତାର ଇମ୍ପାକ୍ଟ ବି ଆମର ବାଲାନ୍ସ ସିଟ୍ ରେ ପଡୁଥିବ, ଅଟୋମେଟିକାଲି ସେଥିରେ ପଡିବ। ଟ୍ରାଏଲ ବାଲାନ୍ସ ରେ ବି ସେମିତି ପଳେଇ ଆସିବ ଏତିକି ଏକ୍ସପେନ୍ସେସ୍ ହେଇଛି ବୋଲି। ବୁଝି ହଉଛି? ତ ଆମକୁ କେବଳ ଡକୁମେଣ୍ଟ, ସୋର୍ସ ଅଫ ଡକୁମେଣ୍ଟ, ଯୋଉଟା ଅରିଜିନାଲ ଯୋଉ ଟ୍ରାଞ୍ଜାକ୍ସନ ହେଇଥିବ ତାର ଡକୁମେଣ୍ଟ ରଖିକି ଆମକୁ ଏଣ୍ଟ୍ରି କରିବାର ଅଛି, ରେକର୍ଡ କରିବାର ଅଛି। ରେକର୍ଡ କଲା ପରେ ସେ ଅଟୋମେଟିକ ପ୍ରୋସେସ ହେଇକି ଆଉଟପୁଟ ରେ କନଭର୍ଟ ହେଇଯିବ। The another input to system is to set a computer a accounting rules and procedure which are coded in accounting software and are run by computer when transaction are processed by system। ଅଛି, ଯେତେବେଳେ ଆମେ ସିଷ୍ଟମରେ ଆମେ ଯେତେବେଳେ ଆକାଉଣ୍ଟିଂ ଟ୍ରାଞ୍ଜାକ୍ସନ ରେକର୍ଡ କରୁଛେ, ଏମିତି କଣ ଥାଏ, ବହୁତ ସାରା ଆକାଉଣ୍ଟିଂ ରୁଲ୍ସ ଅଫ ପ୍ରୋସିଜର ଅଛି, ତାକୁ ଆମକୁ ଫଲୋ କରିବାକୁ ପଡେ। ଫଲୋ କଲେ ହିଁ ଆମକୁ ଠିକ ସେ ଟ୍ରାଞ୍ଜାକ୍ସନ ସବୁ ରେକର୍ଡ ହେଇପାରିବ ଆଉ ଆମର ଫାଇନାନ୍ସିଆଲ ଷ୍ଟେଟମେଣ୍ଟ ପ୍ରିପେୟାର ହେଇପାରିବ। ଓକେ, ତାପରେ ଆସିଲା ପ୍ରୋସେସିଂ। ପ୍ରୋସେସରେ ଆମେ କହିଲି ଆମେ ଡାଟା ଫାଷ୍ଟ ରେକର୍ଡ କରିବା, ରେକର୍ଡ କଲେ ସେ ଅଟୋମେଟିକ ପ୍ରୋସେସ କରିଦବ। ଦେଖ କଣ କହୁଛି, କମ୍ପ୍ୟୁଟରାଇଜ ଆକାଉଣ୍ଟିଂ ସିଷ୍ଟମ୍ସ ଆର୍ ବିଲ୍ଡ ଟୁ ମେକ୍ to take advantage of fast processing capability of modern day computer। ତାକୁ କହୁଛି କମ୍ପ୍ୟୁଟର ଯେ ଆକାଉଣ୍ଟ ଯଦି କରିଛେ, ଆଜିକାଲି ମଡର୍ନ ଡେ ଅଫ କମ୍ପ୍ୟୁଟର, ଯୋଉଠି ଆମର କମ୍ପ୍ୟୁଟର ଦୁନିଆ ବି ଚାଲିଛି, ସେଠି କମ୍ପ୍ୟୁଟର ସବୁଠୁ ହେଲା ଫାଷ୍ଟେଷ୍ଟ ୱେ ଟୁ ରେକର୍ଡ ଆକାଉଣ୍ଟିଂ ଟ୍ରାଞ୍ଜାକ୍ସନ। ଆମେ ମ୍ୟାନୁଆଲି ବି ଏତେ ସ୍ପିଡ କରିପାରିବାନି ଯେତିକି ସ୍ପିଡ କମ୍ପ୍ୟୁଟର କରିପାରିବ। ଓକେ, କମ୍ପ୍ୟୁଟର ଦ୍ୱାରା ଆକ୍ୟୁରେଟ ଆଉ ଠିକ ଠିକ ବି ଟ୍ରାଞ୍ଜାକ୍ସନ ରେକର୍ଡ ହେଇପାରିବ, ଯାହା ଆମେ ଇନପୁଟ ଦବା। ତ ତାକୁ ସେ କହୁଛି ସେ କଥା କି the computer accounting system are built to take advantage of fastest processing capability of modern day computer। ତ ବହୁତ ଫାଷ୍ଟରେ ଆକାଉଣ୍ଟ ଟ୍ରାଞ୍ଜାକ୍ସନ ରେକର୍ଡ ହେଇପାରିବ। ତାପରେ in this stage the accounting data is processed as per accounting rules of double entry system of bookkeeping। କହୁଛି କଣ, ଏଇ ଷ୍ଟେଜରେ ଡବଲ ଏଣ୍ଟ୍ରି ବୁକ୍ ସିଷ୍ଟମ ର ଆମେ ଏଣ୍ଟ୍ରି ପକେଇବା। ଆମକୁ ଯେମିତି କହିଥିଲି ଜର୍ନାଲ, ଜର୍ନାଲ ଶିଖିଥିଲି ତମମାନଙ୍କୁ। ଓକେ, ଜର୍ନାଲ କିନ୍ତୁ ଲେଜର ପୋଷ୍ଟିଂ କରୁଛେ, ତ ଇଏ କଣ କରିବ, ଜର୍ନାଲ କରିବ। ଆମେ ଜର୍ନାଲ ଏଣ୍ଟ୍ରି ପକେଇଦବା। ଜର୍ନାଲ ଏଣ୍ଟ୍ରି ପକେଇଲା ପରେ ଡବଲ ଏଣ୍ଟ୍ରି ସିଷ୍ଟମ, ଗୋଟେ ଡେବିଟ ହବ ଗୋଟେ କ୍ରେଡିଟ ହବ ବୁକ୍ କିପିଙ୍ଗ ଅନୁସାରେ। ତ ଯେତେବେଳେ ଆମେ ସେଇଟା ପକେଇଦବା, ସାଲାରୀ ଆକାଉଣ୍ଟ ଡେବିଟେଡ ଟୁ କ୍ୟାଶ ପକେଇଲେ ସାଲାରୀ ପେମେଣ୍ଟ କରାଗଲା, କେମ୍ ପଡିଥିଲେ, ତ ସେ ଅଟୋମେଟିକ କଣ କରିବ, ବାଲାନ୍ସ ସିଟ ରେ କ୍ୟାଶ କମେଇଦବ। ଓକେ, ଆଉ ପ୍ରଫିଟ ଆଣ୍ଡ ଲସ୍ ରେ ସାଲାରୀ କିଛି ଏକ୍ସପେନ୍ସେସ୍ ଅଛି ବୋଲି ଦେଖେଇଦବ। ସେଇଟା କହୁଛି in this stage the accounting data is processed as for accounting rules of double entry system of a bookkeeping। ଯେମିତି ଆମେ ଡବଲ ଏଣ୍ଟ୍ରି ବୁକ୍ ସିଷ୍ଟମ ରେ ଡବଲ ଏଣ୍ଟ୍ରି କଣ କରୁଥିଲେ, ଦିଟା ଆସ୍ପେକ୍ଟ ଥିଲା, ଗୋଟେ ଡେବିଟ୍ ହବ ଗୋଟେ କ୍ରେଡିଟ୍ ହବ। ସେମିତି ଏଠି ଆମେ ସେଇଟା ହିଁ ରେକର୍ଡ କରିବା ସେ କହୁଛି। ତାପରେ the only additional here is that unlike manual accounting computerized accounting system are very fast and error free। କହୁଛି ଏଠି ଗୋଟେ ଇଏ କି ଆମେ ଯେମିତି ଖାତା ରେକର୍ଡ କରୁଥିଲେ ସେମ ଟୁ ସେମ କମ୍ପ୍ୟୁଟର ବି ରେକର୍ଡ କରିବା, ବଟ୍ ଖାତାରେ କଲା ବେଳକୁ ଆମକୁ ଟାଇମ ଲାଗିବ, ମାନୁଆଲି କଲା ବେଳକୁ ଟାଇମ ଲାଗିବ। ଏଠି କଣ ହଉଛି, ଯେହେତୁ ଆମେ କମ୍ପ୍ୟୁଟର କରିବା ତ ଏଟା ଭେରି ଫାଷ୍ଟ, ମାନେ ବହୁତ ଫାଷ୍ଟ ଆଉ ଟାଇମ ଲେସ୍ ଟାଇମ କନଜ୍ୟୁମିଂ ରେ ଆମର ଟ୍ରାଞ୍ଜାକ୍ସନ ସବୁ ରେକର୍ଡ ହେଇଯିବ। ଓକେ, ବୁଝିହେଲା? ଫାଷ୍ଟ ଆମେ ତାକୁ ଇନପୁଟ କେମିତି ଦଉଛୁ, ସବୁ ଡାଟା ସୋର୍ସ ରୁଲ୍ସ ଅଫ ରେଗୁଲେସନ ଅନୁସାରେ ସବୁ ଯାହା ଡାଟା ଆମେ କଲେକ୍ଟ କରୁଛେ ତାକୁ ଟ୍ରାଞ୍ଜାକ୍ସନ ପକେଇବା। କେମିତି ପକେଇବା ଏଠି କହିଲି, ଡବଲ ଏଣ୍ଟ୍ରି ବୁକ୍ ସିଷ୍ଟମରେ ପକେଇବା, ପ୍ରୋସେସିଂ ହବ ସେଠି। ଓକେ, ଆଉ କମ୍ପ୍ୟୁଟର କଲେ ଏରର ଫ୍ରି ଆଉ ବହୁତ ଫାଷ୍ଟ ହେଇଥାଏ। ତାପରେ ଆସିଲା ଆମର ଆଉଟ। ଆମେ ତ ଏବେ ଟ୍ରାଞ୍ଜାକ୍ସନ ଡକୁମେଣ୍ଟ ରେଡି କରି ଟ୍ରାଞ୍ଜାକ୍ସନ ବି ପ୍ରିପେୟାର କରିଦେଲେ। ତାପରେ ଆଉଟପୁଟ ଆମର କଣ ଆସିବ ଦେଖ, ଦ ବେସିକ ଆଉଟପୁଟ ଅଫ ଦି ସିଷ୍ଟମ ଇଜ ଟ୍ରେଡିଂ ଆକାଉଣ୍ଟ, ପ୍ରଫିଟ ଆଣ୍ଡ ଲସ୍ ଆକାଉଣ୍ଟ ଆଣ୍ଡ ବାଲାନ୍ସ ସିଟ୍। କହୁଛି ଦେଖ, ଆମେ ଯେତେବେଳେ ସବୁ ରେକର୍ଡ କରିଦବା ଟ୍ରାଞ୍ଜାକ୍ସନ, ତ ଆମକୁ ମ୍ୟାନୁଆଲି ଆମେ ଏମିତି ଗୋଟେ ପରେ ଗୋଟେ ୟୁନିଟ୍ ସିଲେକ୍ଟ କରୁଥିଲେ କି ସବୁ ଗୋଟେ ଗୋଟେ ଆଇଟମ ପଢୁଥିଲେ, ତାର ବାଲାନ୍ସ ପକଉଥିଲେ, କୋଉଟା ଟ୍ରେଡିଂ ରେ ପଡିବ, କୋଉଟା ପ୍ରଫିଟ ଆଣ୍ଡ ଲସ୍ ରେ ପଡିବ, କୋଉଟା ବାଲାନ୍ସ ସିଟ୍ ରେ ପଡିବ, ସବୁ ସେଗ୍ରିଗେଟ କରିକି ତାକୁ ଫାଇନାଲି ଆମେ ଟ୍ରାଞ୍ଜାକ୍ସନ ରୁ କେତେ ପ୍ରଫିଟ ହଉଛି କେତେ ଲସ୍ ହଉଛି, ବାଲାନ୍ସ ସିଟ୍ ରେ କଣ ଏଫେକ୍ଟ ପକଉଛି ସବୁ ବୁଝୁଥିଲେ। ଏଠି ଆଉ ସେମିତି କିଛି ନାହିଁ, ଯଦି ଆମେ ଟ୍ରାଞ୍ଜାକ୍ସନ ଫାଷ୍ଟ ରୁ ଠିକ ପକେଇ ଦେଇଛେ, ଓକେ, ତ କଣ ହବ, ମାନେ ଇନଡାଇରେକ୍ଟ ଏକ୍ସପେନ୍ସେସ୍ କି ଡାଇରେକ୍ଟ ଏକ୍ସପେନ୍ସେସ୍, ଡାଇରେକ୍ଟ ଇନକମ୍ କି ଇନଡାଇରେକ୍ଟ ଇନକମ୍, ତାକୁ ସେଗ୍ରିଗେଟ କରିକି ଆମେ ଯଦି ଟ୍ରାଞ୍ଜାକ୍ସନ ଏଣ୍ଟ୍ରି କରିଛେ, ଜର୍ନାଲ ଏଣ୍ଟ୍ରି କରିଛେ କୋଉଥିରେ, ଆମର ସଫ୍ଟୱେର, କମ୍ପ୍ୟୁଟର ସଫ୍ଟୱେରରେ, ତ ତାପରେ ସେ ଯୋଉ ଆଉଟପୁଟ ସବୁ ବାହାରିବ ସେ ଡାଇରେକ୍ଟ ଟ୍ରେଡିଂ ଆକାଉଣ୍ଟ ହଉ କି ପ୍ରଫିଟ ଆଣ୍ଡ ଲସ୍ ଆକାଉଣ୍ଟ କି ବାଲାନ୍ସ ସିଟ୍, ଏଇ ସବୁରେ ବାହାରିବ। ଆମକୁ ଆଉ କରିବାକୁ ପଡିବନି। ତ ସେଥିପାଇଁ କହିଲା, ଦ ବେସିକ ଆଉଟପୁଟ ଅଫ ଦ ସିଷ୍ଟମ ଇଜ ଟ୍ରେଡିଂ ଆକାଉଣ୍ଟ, ପ୍ରଫିଟ ଆଣ୍ଡ ଲସ୍ ଆକାଉଣ୍ଟ ଆଣ୍ଡ ବାଲାନ୍ସ ସିଟ୍।
Firstly, computerized accounting system produces these final accounts automatically and on user's request. କଣ କହୁଛି? Computerized accounting system produces these final accounts automatically and on user's request. ଯଦି ଆମେ କିଛି request କରିବା କି ଆମକୁ final account ଦରକାର ତ ସିଏ ଆମକୁ prepare କରିକି ଦେଇଦବ ସେଇ software ଟା। ଓକେ, ଆମକୁ ଗୋଟେ ରିକ୍ୱେଷ୍ଟ କରିବାକୁ ପଡିବ କି ଆମକୁ ଦରକାର କି ଆମେ ତାକୁ ଏକ୍ସପୋର୍ଟ ବି କରିପାରିବା। ଏକ୍ସପୋର୍ଟ କଲେ ଯାଇକି ଆମକୁ ଫାଇନାଲ ଆକାଉଣ୍ଟ ସବୁ ମିଳିପାରିବ ଅଟୋମେଟିକାଲି। ତାପରେ ଆସିଲା ଦିସ୍ ଷ୍ଟେଟମେଣ୍ଟ କ୍ୟାନ୍ ବି ପ୍ରଡ୍ୟୁସ୍ as often as required which is tedious and time consuming activity in manual accounting system procedure। ଏଇଟା ମେନ୍ ଜିନିଷ କି ଏଥିରେ ବହୁତ କମ ଟାଇମ ଲାଗେ। ମ୍ୟାନୁଆଲି ଆମେ କିଛି ଆକାଉଣ୍ଟିଂ ଟ୍ରାଞ୍ଜାକ୍ସନ ରେକର୍ଡ କରିବା ଆମକୁ ବହୁତ ଟାଇମ ଲାଗିବ, ବହୁତ ଟାଇମ। ଯଦି କମ୍ପ୍ୟୁଟର ଥ୍ରୁରେ କରିବା ବାସ୍ ଗୋଟେ ଚୁଟକିରେ ବହୁତ ସହଜରେ ହେଇଯିବ। ତାପରେ ଆସିଲା they also transfer output of one component of computerized accounting to another component as input। ଏଥିରେ କଣ କହୁଛି, ଗୋଟେ ଜାଗାରେ ଆମେ ଯୋଉଟା ଆମର ଆଉଟପୁଟ ବାହାରିଛି ତାକୁ ସେଇ ଜିନିଷଟାକୁ ଆମେ ଆଉ ଗୋଟେ ଜାଗାରେ ଇନପୁଟ ଭାବେ ବି ପ୍ରିପେୟାର କରିପାରିବା। ଓକେ, ଇଟ ମିନ୍ସ the data sharing is possible in this accounting system। କଣ କହୁଛି, ଯଦି ଗୋଟେର ଆଉଟପୁଟ ଆମେ ଆଉ ଗୋଟେର ଇନପୁଟ ଭାବେ ୟୁଜ କରିପାରିବା ତାହେଲେ ଏଠି ଡାଟାଟା ସେୟାର ହେଇପାରୁଛି। ଇଟ ମିନ୍ସ ଡାଟା ସେୟାରିଂ ଇଜ ପସିବଲ ଇନ ଦିସ୍ ଆକାଉଣ୍ଟିଂ ସିଷ୍ଟମ। ଓକେ, ବୁଝିହଉଛି? ତାପରେ ନେକ୍ସଟ ଚାପ୍ଟର ଆମର ଆସିଲା ନେଟ ପ୍ରଫିଟ ନନ୍ ପ୍ରଫିଟ ଅର୍ଗାନାଇଜେସନ। ନନ୍ ପ୍ରଫିଟ ଅର୍ଗାନାଇଜେସନ ଯାହାର ମୋଟିଭ, ଯୋଉ ଅର୍ଗାନାଇଜେସନ ମୋଟିଭ ଟୁ ନଟ୍ ଟୁ ୟର୍ନ ପ୍ରଫିଟ, ପ୍ରଫିଟ କୁ ୟର୍ନ କରିବା ଆଙ୍କର ମୋଟିଭ ନଥାଏ। ଓକେ, ଚାଲ ଦେଖିବା। ନନ୍ ପ୍ରଫିଟ ଅର୍ଗାନାଇଜେସନ କଣ ତାପରେ ଜାଣିବା। ନନ୍ ପ୍ରଫିଟ ଅର୍ଗାନାଇଜେସନ ଆର୍ ଦୋଜ ଅର୍ଗାନାଇଜେସନ which are providing services in the society and they don't have the objective to earn profit। ଓକେ, ପ୍ରଫିଟ earn କରିବା ଆଙ୍କର ମୋଟିଭ ନଥାଏ ବଟ୍ ଟୁ ସର୍ଭ ଦ ସୋସାଇଟିସ୍, ସୋସାଇଟିର କିଛି ଚାରିଟେବଲ ଆକ୍ଟିଭିଟି କରିବା ପାଇଁ ତାଙ୍କ ମେନ୍ ଅବଜେକ୍ଟିଭ ଥାଏ। ସେ ଅର୍ଗାନାଇଜେସନ ମେନ୍ ଅବଜେକ୍ଟିଭ ଥାଏ କି ସୋସାଇଟିକୁ କେମିତି ସେମାନେ ସର୍ଭ କରିବେ। ଓକେ, ସର୍ଭିସ ପ୍ରୋଭାଇଡ କରିବେ। ଆଉ ଫର ଏକ୍ସାମ୍ପଲ ହସ୍ପିଟାଲ, ଚାରିଟେବଲ ଟ୍ରଷ୍ଟ ଏକ୍ସେଟ୍ରା। କିଛି ହସ୍ପିଟାଲ ଅଛି ଆମର ଫ୍ରି ଅଫ କଷ୍ଟରେ ଥିବ ଦେଖିବ, ତ ସେମାନଙ୍କର ମେନ୍ ମୋଟିଭ କଣ, ଟୁ ସୋସାଇଟିକୁ କେମିତି ସେମାନେ ସର୍ଭିସ ପ୍ରୋଭାଇଡ କରିବେ, ଟୁ ପ୍ରୋଭାଇଡ ସର୍ଭିସେସ୍ ଟୁ ଦ ସୋସାଇଟି। ଓକେ, ଆଉ ସେମାନଙ୍କର ଅବଜେକ୍ଟିଭ ଏଇଟା ନଥାଏ କି ଆମେ କିଛି ଅଧିକ ପଇସା ଅର୍ନ କରିଦବୁ। ତ ଦେ ଡୋଣ୍ଟ ହାଭ ଦ ଅବଜେକ୍ଟିଭ ଅଫ ଅର୍ନିଂ ପ୍ରଫିଟ। ପ୍ରଫିଟ ଅର୍ନ କରିବା ପାଇଁ ତାଙ୍କର କିଛି ଅବଜେକ୍ଟିଭ ନଥାଏ। ଲାଇକ ଆମର ହସ୍ପିଟାଲ ହଉ କି ଚାରିଟେବଲ ଟ୍ରଷ୍ଟ କିଛି ଅଛି ସେସବୁ। ତାପରେ ନନ୍ ପ୍ରଫିଟ ଅର୍ଗାନାଇଜେସନ କିଛି ଅବଜେକ୍ଟିଭ ଅଛି, ଫିଚର କିଛି ଅଛି, ସେକୁ ଚାଲ ପଢିବା। ଫାର୍ଷ୍ଟ ଫିଚର ହଉଛି ଦ ପ୍ରାଇମେରୀ ଅବଜେକ୍ଟିଭ ଇଜ ଟୁ ରେଣ୍ଡର ସର୍ଭିସ ଟୁ ଦ ସୋସାଇଟି। ସୋସାଇଟି ଦେଖ, ଆମେ ସୋସାଇଟିରେ ହିଁ ବଢୁଛେ, ତ ଆମର ସେମିତି କିଛି ଅର୍ଗାନାଇଜେସନ ରହିବା ଦରକାର ଯୋଉଟା କି ଆମ ସୋସାଇଟିକୁ ବଞ୍ଚି ରଖିବା ପାଇଁ, ତା ସୋସାଇଟିର ସଭ୍ୟତା ବଞ୍ଚି ରଖିବା ପାଇଁ। ଓକେ, ତାକୁ ଆମକୁ କିଛି ସର୍ଭିସ ରେଣ୍ଡର କରିବାକୁ ପଡିବ। ତ ଦ ମେନ୍ objective, the first and foremost objective is to provide service to the society। society କୁ କେମିତି ଆମେ ସର୍ଭିସ ପ୍ରୋଭାଇଡ କରିବା। ତାପରେ ଆସିଲା accounts of non-profit making organization are prepared on accrual basis। ଏଇଟା କଣ ହୁଏ, ଯେମିତି ଆମେ ପଢୁଥିଲେ accrual basis ଆମର ପ୍ରଫିଟ ଆଣ୍ଡ ଲସ୍ ପ୍ରିପେୟାର ହଉଥିଲା, ଏଇଟା ବି ସେମିତି accrual basis ରେ ପ୍ରିପେୟାର ହବ। ଓକେ,
କହୁଛି ଆମେ ଯେତେବେଳେ କ୍ୟାଶ ଗୋଟେ କ୍ୟାଶ ବେସିସ୍ ଜାଣିଛ କ୍ୟାଶ ବେସିସ୍ ରେ କଣ ହଉଥିଲା ଆକ୍ଚୁଆଲି ଯେତେବେଳେ ରିସିଭ ହଉଥିଲା ଆମେ ସେତେବେଳେ ରେକର୍ଡ କରୁଥିଲେ ବଟ୍ ଏଇଟା ଆକ୍ରୁଆଲ ବେସିସ୍ ରେ ଏଇ ପିରିୟଡରେ ଯାହା ବି ଟ୍ରାଞ୍ଜାକ୍ସନ ହେଇଥିବ ଆମେ ଏଇ ପିରିୟଡ ହିଁ ରେକର୍ଡ କରିବା ଏମିତି ପ୍ରଫିଟ ଆଣ୍ଡ ଲସ୍ ରେ କି ଟ୍ରେଡିଂ ଆକାଉଣ୍ଟ ରେ ପଢୁଥିଲେ ଆକ୍ରୁଆଲ ବେସିସ୍ ହଉଥିଲା କି ଯେତେବେଳେ ଏଇ ପିରିୟଡ ର ଯାହା ବି ଟ୍ରାଞ୍ଜାକ୍ସନ ଆମେ ଏଇ ପିରିୟଡ ରେ ମାନେ କଣ କରିବା ରେକର୍ଡ କରିବା ୱେଦର ଇଟ୍ ହାଜ ରିସିଭଡ ଅର ନଟ୍ ରିସିଭ ହେଇଛି କି ନ ହେଇଛି ଏଇ ପିରିୟଡ ରେ ହିଁ ଟ୍ରାଞ୍ଜାକ୍ସନ ସବୁ ରେକର୍ଡ ହବ ତାପରେ those organization are financed by the contribution and outsider donation ତ ହଉଛି ଯଦି ଏଇ ଏଇ ସବୁ ଅର୍ଗାନାଇଜେସନ କେମିତି ଚାଲେ କୋଉମାନେ କିଛି କିଛି କଣ୍ଟ୍ରିବ୍ୟୁସନ ମେମ୍ବର ଥାନ୍ତି ସେମାନେ ନିଜେ କିଛି କିଛି କଣ୍ଟ୍ରିବ୍ୟୁସନ କରିଥାନ୍ତି ଅଦରୱାଇଜ କିଛି ଆଉଟସାଇଡର ଥାନ୍ତି ଯୋଉମାନେ ସୋସାଇଟିର ଭଲ ପାଇଁ କିଛି କିଛି ଡୋନେସନ କରନ୍ତି ଓକେ କି ବାହାର ସବୁ ଲୋକ ଫରେନ ଲୋକ ଅଛନ୍ତି ସେମାନେ ସବୁ କିଛି ଡୋନେସନ କରିବାକୁ ଚାହୁଁଛନ୍ତି ଓଡିଶା ଡେଭଲପମେଣ୍ଟ କି ଆମ ଭାରତର ଯାହା ବି ହଉ ଡେଭଲପମେଣ୍ଟ କରିବା ପାଇଁ ଓକେ ସୋସାଇଟି ଡେଭଲପମେଣ୍ଟ କରିବା ପାଇଁ ସେମାନଙ୍କୁ ବି ଡୋନେସନ ନିଆଯାଏ ସେଥିପାଇଁ କହୁଛି those organizations are financed by the contribution and outside donation ଯୋଉମାନେ ମେମ୍ବର ଅଛନ୍ତି ସେମାନେ କିଛି କଣ୍ଟ୍ରିବ୍ୟୁସନ କରିଥାନ୍ତି ନହେଲେ ଆଉଟସାଇଡର ଯୋଉମାନେ ଥାନ୍ତି ସେମାନେ ବି କିଛି କିଛି ଡୋନେସନ ଦେଇଥାନ୍ତି ଓକେ ତାପରେ ଆସିଲା excess of revenue over cost can be utilized for the benefit of member ଆଉ ଗୋଟେ କଥା ବି ହେଇପାରିବ ଯଦି ଆମର କିଛି ଆମର ଏଠି ପ୍ରଫିଟ ଆଉ ଲସ୍ ୱାର୍ଡ ଆସିବନି ପ୍ରଫିଟ ଜାଗାରେ ଏକ୍ସେସ ଆସିବ ଏକ୍ସେସ ଅଫ ଏକ୍ସପେନ୍ସେସ୍ ରେଭିନ୍ୟୁ ଆସିବ କି ଏକ୍ସେସ ଅଫ ରେଭିନ୍ୟୁ ଆସିଲା ତାପରେ କିନ୍ତୁ ଯଦି ଆମର ଲସ୍ ଆସିବ ସେମିତି ଆମର ଏଠି ସରପ୍ଲସ୍ ଡେଫିସିଟ ଏକ୍ସେସ ଅଫ ରେଭିନ୍ୟୁ କଣ କୁହାଯିବ ସରପ୍ଲସ୍ କେତେ ଆମାଉଣ୍ଟ ଆସିଲା ପ୍ରଫିଟ ୱାର୍ଡ ହିଁ ଆସିବନି ଆଉ ଲସ୍ କିଛି ଆସିବ ଡେଫିସିଟ ଓଭର ଇନକମ୍ ଯାହା ବି ସବୁ ଆମର ଇନକମ୍ ଏକ୍ସପେଣ୍ଡିଚର ରେଭିନ୍ୟୁ ରହୁଛି ତା ସେଇଟା ଯଦି ଅଧିକ ହେଲା ତାହେଲେ ଆମର କଣ ଆସିବ ସରପ୍ଲସ୍ ଯଦି ଏକ୍ସପେନ୍ସେସ୍ ସାଇଡ୍ ଅଧିକ ହେଇଯିବ ଆମର ଆସିବ ଡେଫିସିଟ୍ ତ ଏକ୍ସେସ୍ ଅଫ ରେଭିନ୍ୟୁ ଓଭର କଷ୍ଟ କ୍ୟାନ୍ ବି ୟୁଟିଲାଇଜ୍ ଫର ଦ ବେନିଫିଟ୍ ଅଫ ମେମ୍ବର ଯୋଉମାନେ ଆମର ସବୁ ମେମ୍ବର ଅଛନ୍ତି ସେମାନେ କଣ୍ଟ୍ରିବ୍ୟୁସନ କରି ଚାଲିଥିବ ଅର୍ଗାନାଇଜେସନ ଟା ତ ଯଦି କିଛି ରେଭିନ୍ୟୁ ଏକ୍ସପେନ୍ସେସ୍ ଟୁ ଅଧିକ ଅଛି ଏକ୍ସେସ୍ ଅଛି କିଛି ଆମର ସରପ୍ଲସ୍ ଆମାଉଣ୍ଟ ଅଛି ଆମେ ତାକୁ ମେମ୍ବର ମାନଙ୍କର ବେନିଫିଟ୍ ପାଇଁ ୟୁଜ କରିପାରିବା we can utilize it for the benefit of members okay? ତ ଏଇ ସବୁ ଫିଚର ଥିଲା ନନ୍ ପ୍ରଫିଟ୍ ଅର୍ଗାନାଇଜେସନ ର ତାପରେ ଆସିଲା ତାର ଫାଇନାଲ ଆକାଉଣ୍ଟ ଆମେ ଯେତେବେଳେ କଣ କରୁଥିଲେ ଫାଇନାଲ ଆକାଉଣ୍ଟରେ ଆମେ କଣ ଟ୍ରାଞ୍ଜାକ୍ସନ ଥିଲା କି ଟ୍ରେଡିଂ ଆକାଉଣ୍ଟ ଥିଲା ପ୍ରଫିଟ୍ ଆଣ୍ଡ ଲସ୍ ଆକାଉଣ୍ଟ ଥିଲା ତାପରେ ଆମେ ବାଲାନ୍ସ ପ୍ରିପେୟାର କରୁଥିଲେ ଗୋଟେ ଆମ ପାଖରେ ଟ୍ରାଏଲ ବାଲାନ୍ସ ଥିଲା ଟ୍ରାଏଲ ବାଲାନ୍ସ ରୁ ଆମେ ଟ୍ରେଡିଂ ଆଣ୍ଡ ପ୍ରଫିଟ୍ ଆଣ୍ଡ ଲସ୍ ପ୍ରିପେୟାର କରୁଥିଲେ ତାପରେ ବାଲାନ୍ସ ସିଟ୍ ଟ୍ରାପ୍ କରୁଥିଲେ ଯାହା ନାମ ନେଟ୍ ପ୍ରଫିଟ୍ ରହିବ ଆଉ ଓନର୍ସ ର ଆଟ ଦ ଏଣ୍ଡ ଓନର କଣ୍ଟ୍ରିବ୍ୟୁସନ ଓନର ରେଜଲ୍ଟ ରେ କଣ ଅଛି କେତେ ପରସେଣ୍ଟ ତାର ଭାଗ ଅଛି କି ଆମର କେତେ ଗ୍ରୋ କରିଛି ଫାଇନାନ୍ସିଆଲ ପୋଜିସନ ବିଜନେସ ଜାଣିପାରୁଥିଲେ କିନ୍ତୁ ଫାଇନାଲ ଆକାଉଣ୍ଟ ଅଫ ନନ୍ ପ୍ରଫିଟ୍ ମେକିଂ ଅର୍ଗାନାଇଜେସନ ରେ କଣ ହଉଛି ତାଙ୍କର ମୋଟିଭ ନୁହଁ ସେମାନେ ଇଅନ୍ କରନ୍ତୁ ପ୍ରଫିଟ୍ ବଟ୍ ଦେ ୱାଣ୍ଟ ଟୁ ସର୍ଭ ଦ ସୋସାଇଟି ସେମାନେ ସୋସାଇଟିକୁ ସର୍ଭ କରିବାକୁ ଚାହାନ୍ତି ତ ତାଙ୍କ କେସରେ ଯଦି ପ୍ରଫିଟ୍ ଆଉ ଲସ୍ ର କଥା ନାହିଁ ତ ଇନକମ୍ ଆଣ୍ଡ ଏକ୍ସପେଣ୍ଡିଚର ଯୋଉଟା ଆମର କହୁଛେ ଯାହାବି ଇନକମ୍ ହଉଛି କି ଯାହାବି ଏକ୍ସପେଣ୍ଡିଚର ହଉଛି ତ ପ୍ରଫିଟ୍ ଆଣ୍ଡ ଲସ୍ ର କଥା ନାହିଁ ତ ପ୍ରଫିଟ୍ ଆଣ୍ଡ ଲସ୍ ଷ୍ଟେଟମେଣ୍ଟ ହିଁ ପ୍ରିପେୟାର ହବନି ତ ଏଠି କଣ ତାର ଏଠି କଣ ପ୍ରିପେୟାର ହବ ରିସିପ୍ଟ ଆଣ୍ଡ ପେମେଣ୍ଟ ଆକାଉଣ୍ଟ ଇନକମ୍ ଆଣ୍ଡ ଏକ୍ସପେଣ୍ଡିଚର ଆକାଉଣ୍ଟ ଆଉ ସେଥିରୁ ବାଲାନ୍ସ ସିଟ୍ ପ୍ରିପେୟାର ହବ ରିସିପ୍ଟ ଆଣ୍ଡ ପେମେଣ୍ଟ ଆକାଉଣ୍ଟରେ କଣ ହବ ରିସିଭ ପେମେଣ୍ଟରେ ଯାହା ବି ରିସିପ୍ଟ ହେଇଛି ଆଉ ଯାହା ପେମେଣ୍ଟ ହେଇଛି ପୁରା ନେଟ୍ ଲେଖା ହବ କେତେ ରିସିପ୍ଟ ହେଇଛି କୋଉ ଡେଟ୍ ରେ କଣ ଆଉ କେତେ ପେମେଣ୍ଟ ହେଇଛି ଓକେ ସେମିତି ଜର୍ନାଲ କରିକି ତାକୁ ଲେଜର ପୋଷ୍ଟ କରିବ ଯେମିତି ଫାଇନାଲ ଆକାଉଣ୍ଟ ପ୍ରୋସେସ କରୁଥିଲେ ପୁରା ସେମିତି ତ ଟ୍ରାଏଲ ବାଲାନ୍ସ ଆମେ କଣ କରୁଥିଲେ ଟ୍ରେଡିଂ ପ୍ରଫିଟ୍ ଆଣ୍ଡ ଲସ୍ ତାପରେ ବାଲାନ୍ସ ପ୍ରିପେୟାର କରୁଥିଲେ ଏଠି ସେମିତି ଫାଷ୍ଟ କଣ କରିବା ରିସିପ୍ଟ କେତେ ହେଇଛି ପେମେଣ୍ଟ କେତେ ହେଇଛି ରିସିପ୍ଟ ଆଣ୍ଡ ପେମେଣ୍ଟ ଆକାଉଣ୍ଟ ପ୍ରିପେୟାର ହବ ରିସିପ୍ଟ ଆଣ୍ଡ ପେମେଣ୍ଟ ଯାହା ବି ଥିବ ସେ ଲେଖା ହବ କ୍ୟାଶ ବେସିସରେ ବଟ୍ ଇନକମ୍ ଆଣ୍ଡ ଏକ୍ସପେଣ୍ଡିଚର କଣ ହବ ଏଇ ବର୍ଷର ଯାହା ସବୁ ଏକ୍ସପେନ୍ସେସ୍ ସେଇଟା ରେକର୍ଡ ହବ ବୁଝ ତିନିଟା ବୁଝ କି ରିସିପ୍ଟ ଆଣ୍ଡ ପେମେଣ୍ଟରେ ଯାହା ଆମର ଏଇ ବର୍ଷ ଯାହା ବି ଆମର ରିସିଭ ହଉଛି ପେମେଣ୍ଟ ହଉଛି ସେଇଟା ଆମେ ରେକର୍ଡ କରିବା କିନ୍ତୁ ଇନକମ୍ ଆଣ୍ଡ ଏକ୍ସପେଣ୍ଡିଚର ଆକାଉଣ୍ଟରେ କଣ କରିବା ଏଇ ବର୍ଷର ଯାହା ବି ସବୁ ଇନକମ୍ ଆଉ ଏଇ ବର୍ଷର ଯାହା ବି ସବୁ ଏକ୍ସପେଣ୍ଡିଚର ସେଇଟା ଏଇ ବର୍ଷ ରେକର୍ଡ ହବ
ସେଥିରୁ ଆମେ ଜାଣିପାରିବା କେତେ ସରପ୍ଲସ୍ ହଉଛି କି କେତେ ଡେଫିସିଟ୍ ହଉଛି। ରିସିପ୍ଟ ମେ ବି ଆର ବର୍ଷର କିଛି ପଇସା ଥିଲେ ଆମର ଡେବିଟର ଠୁ ଆମେ ରିସିଭ୍ କରୁଛେ, କି ଆଉ ଯାହାଠୁ ବି ରିସିଭ୍ କରୁଛେ କିଛି ପଇସା, ଯୋଉଟା କି ଏଇ ବର୍ଷ ପାଇଁ ଆମର ପ୍ରଯୁଜ୍ୟ ନୁହେଁ, ଏଇ ବର୍ଷରେ ଆମର ସେଟା କିଛି ଇନକମ୍ ନୁହଁ କି ଏକ୍ସପେଣ୍ଡିଚର ନୁହଁ, ତ ଆମେ ଇନକମ୍ ଏକ୍ସପେଣ୍ଡିଚର ସେ ପଇସାଟା ରେକର୍ଡ କରିବାନି। ବୁଝିହଉଛି? ମନେକର ଅଡିଟ୍ ଫି ଆମର ଥିଲା ଆର ବର୍ଷ 50,000 ଥିଲା, ତ ଆମେ ଏ ବର୍ଷ ଏଟା ପାଇଛେ, ବଟ୍ ଏଇ ଏକ୍ସପେନ୍ସେସ୍ ଟା କୋଉ ବର୍ଷର? ପୂର୍ବ ବର୍ଷର। ତ ଇନକମ୍ ଏକ୍ସପେଣ୍ଡିଚରରେ ଆମେ ସେଟା ପକେଇ ପାରିବାନି, 50,000 ଟା ପକେଇ ପାରିବାନି। ଏଇ ବର୍ଷ ଯେତିକି ଅଡିଟ୍ ଫି ହବ, ମାନେ 40,000 ଥର, ଆମେ ସେଇଟା ଇନକମ୍ ଏକ୍ସପେଣ୍ଡିଚରରେ ପକେଇବା। ବୁଝିହଉଛି? ରିସିପ୍ଟ ପେମେଣ୍ଟରେ ଯାହା ପାଇଲ କ୍ୟାଶ ବେସିସ୍ ପଡିବ, ବଟ୍ ଇନକମ୍ ଆଉ ଏକ୍ସପେଣ୍ଡିଚର ଆକାଉଣ୍ଟରେ କଣ କରିବା? ଏଇ ବର୍ଷ ଯାହା ପ୍ରିପେୟାର କରିବା ସେଇଟା ଆମେ ପକେଇବା। ସେମିତି ବାଲାନ୍ସ ନର୍ମାଲ, ଆସେଟ୍ ଲାୟବିଲିଟି କେତେ ଅଛି ସେଇଟା ପକେଇବା। ଦେଖ, ରିସିପ୍ଟ ଅଫ ପେମେଣ୍ଟ ଆକାଉଣ୍ଟ ମୁଁ ଖାଲି କହୁଛି, receipt and payment account is a real account. এটা ଗୋଟେ real account. It is similarity with cash book. Cash book ସହିତ similarity ଅଛି, ଯେମିତି cash book ଏଇଟା ପୁରା ସେମିତି ଡିଟୋ ଡିଟୋ, କାରଣ ଯାହା ରିସିଭ୍ କରିବା ଯାହା ପେମେଣ୍ଟ କରିବା ଏଇଟା ରହିବ, କିନ୍ତୁ ଆକ୍ରୁଆଲ ବେସିସ ରେ ଯୋଉଟା ଆକ୍ଚୁଆଲ ଏଇ ବର୍ଷ ଯେତିକି ସେତିକି ଆମେ ରେକର୍ଡ କରିବା। ସେଥିପାଇଁ ଏଇଟା ହେଲା ଇଟ୍ ଇଜ ସିମିଲାର ଟୁ କ୍ୟାଶ ବୁକ୍। କ୍ୟାଶ ବୁକ୍ ରେ ଆମେ କଣ କରିବା? ଆକ୍ଚୁଆଲ ଯେତିକି ରିସିଭ୍ କରୁଛେ, ଯେତିକି ପେମେଣ୍ଟ ହଉଛି ସେତିକି ରେକର୍ଡ କରେ। ଓକେ, ତ ରିସିପ୍ଟ ଆଣ୍ଡ ପେମେଣ୍ଟ ଆକାଉଣ୍ଟ ଇଜ ଏ ରିଅଲ ଆକାଉଣ୍ଟ। ରିଅଲ ଆକାଉଣ୍ଟ asset related। ଓକେ, ମାନେ ଯାହା ବି ରିଅଲ ରେ ହବ, କ୍ୟାଶ ରେ ଆମେ ଯାହା ବି ଟ୍ରାଞ୍ଜାକ୍ସନ ହବ, ରିସିପ୍ଟ ହଉ ପେମେଣ୍ଟ ହଉ ସେଇଟା ରେକର୍ଡ କରିବା। ଇଟ୍ ଇଜ ସିମିଲାର ୱିଥ କ୍ୟାଶ ବୁକ୍। ତାପରେ ଇଟ୍ ରେକର୍ଡସ ବୋଥ କ୍ୟାପିଟାଲ ଆଣ୍ଡ ରେଭିନ୍ୟू ଆଇଟମ। ବୋଥ କ୍ୟାପିଟାଲ ରେଭିନ୍ୟୁ ଆଇଟମ କୁ ଏଇଟା କନସିଡର କରେ, ଆଣ୍ଡ ରିଲେଟିଂ ଟୁ କରେଣ୍ଟ ଇୟର, ପ୍ରିସିଡିଂ ଇୟର ଆଣ୍ଡ ସକ୍ସିଡିଂ ଇୟର। ଏଇଟା କଣ ହେଇପାରେ? କରେଣ୍ଟ ଇୟର ଏଇ ବର୍ଷର କିଛି ଏଇ ବର୍ଷର କିଛି ରିସିପ୍ଟ ହେଇପାରେ କି ପେମେଣ୍ଟ ହେଇପାରେ, କି ପୂର୍ବ ବର୍ଷର ପ୍ରିସିଡିଂ ଇୟର, ପୂର୍ବ ପ୍ରିଭିୟସ ଇୟର ର କିଛି ରିସିପ୍ଟ ପେମେଣ୍ଟ ହେଇପାରେ, କି ଇନ ଫ୍ୟୁଚର ଇୟର କିଛି ରିସିପ୍ଟ ଆଣ୍ଡ ପେମେଣ୍ଟ ହେଇପାରେ। ତ ତିନିଟାକ ଇୟର କୁଏ, ଏଥିରେ ଯାହାବି କ୍ୟାପିଟାଲ ରେଭିନ୍ୟୁ ଆଇଟମ ଯାହାବି ସବୁ ହବ, କରେଣ୍ଟ ଇୟର ପାଇଁ ହେଇପାରିବ, ସିଡିଂ ଇୟର ପାଇଁ ହେଇପାରିବ, ଆଉ ସକ୍ସିଡିଂ ଇୟର ପାଇଁ ହେଇପାରିବ। ତିନିଟାକରେ ହେଇପାରିବ। କହିଲି ଯାହା ବି ରିସିପ୍ଟ ହଉଛି ଯାହା ପେମେଣ୍ଟ ହଉଛି, କ୍ୟାଶ ବେସିସ ରେ ଯାହା ବି ଟ୍ରାନ୍ସାକ୍ସନ ହେଲା ତାକୁ ଆମେ ରେକର୍ଡ କରିବା। ଓକେ, ଇଟ୍ ହାଜ ରେଜଲ୍ଟ ଆଇଦର କ୍ୟାଶ ଇନ୍ ହ୍ୟାଣ୍ଡ ଅର କ୍ୟାଶ ଆଟ୍ ବ୍ୟାଙ୍କ। ବୁଝିଲା? ରେଜଲ୍ଟ କୋଉଥିରେ ହବ? କ୍ୟାଶ ଇନ୍ ହ୍ୟାଣ୍ଡ କେତେ ଅଛି କି କ୍ୟାଶ ଆଟ୍ ବ୍ୟାଙ୍କ କେତେରେ ଅଛି। ଓକେ, ଦେଖ, ରିସିପ୍ଟ ଆଣ୍ଡ ପେମେଣ୍ଟ ର ସ୍ପେସିମେନ୍ ଟା ଫର ଦ ଇୟର ଏଣ୍ଡିଂ ଯାହା ବି ଥିବ, ରିସିପ୍ଟ କେତେ ହେଇଛି, ଏପଟେ ଡେବିଟ ଲେଖିବ, ଏପଟେ କ୍ରେଡିଟ ଲେଖିଦବ। ରିସିପ୍ଟ ଟୁ ବାଲାନ୍ସ ବ୍ରଟ୍ ଡାଉନ୍ ଫାର୍ଷ୍ଟ କରିବା। କ୍ୟାଶ କେତେ ହାତରେ ଅଛି, କ୍ୟାଶ ଇନ୍ ହ୍ୟାଣ୍ଡ କେତେ ଥିଲା, କ୍ୟାଶ ଆଟ୍ ବ୍ୟାଙ୍କ କେତେ ଅଛି। ଓକେ, ତାପରେ ଟୁ ସବସ୍କ୍ରିପସନ କେତେ ଟଙ୍କା ଆସିଛି, ଟୁ ଜେନେରାଲ ଡୋନେସନ ଆସିଛି, ଟୁ ସେଲ୍ ଅଫ ଓଲ୍ଡ ନ୍ୟୁଜ ପେପର, ଟୁ ସେଲ୍ ଅଫ ଓଲ୍ଡ ଫର୍ଣ୍ଣିଚର, ଯାହା ବି ସବୁ ଆମ ରିସିପ୍ଟ ଆସିଥିବ। ଓକେ, ଲାଇଫ ଇନ୍ସୁରାନ୍ସ, ଲାଇଫ ମେମ୍ବରସିପ ଫି, ଏଣ୍ଟ୍ରାନ୍ସ ଫି ହଉ, ସେଲ୍ ଅଫ ଓଲ୍ଡ ସ୍ପୋର୍ଟସ ମटेरियल, इन्वेस्टमेंट, इंटरेस्ट ऑन फिक्स डिपॉजिट, तापर आसला इंटरेस्ट एंड डिविडेंड इन जनरल, तापर टू लॉकर रेंट, टू सेल ऑफ स्क्रैप, टू proceeds from charity shop, to miscellaneous receipt, to grant in aid, to legacies, to specific donation, to sale of investment, to sale of fixed asset, ତାପରେ ଆସିଲା ଟୁ ବାଲାନ୍ସ କ୍ୟାରିଡର ବ୍ୟାଙ୍କ ଅଫ ବୁଡ୍ରା ଯାହା ଥିବ ଯଦି, ଏଇଟା ଆମର ଏପଟ ସାଇଡ ଯଦି ଅଧିକ ହବ, ଫାଇନାଲି ବାଲାନ୍ସ ଯାହା ରହିବ। ଯଦି ଏପଟ ସାଇଡ ରିସିପ୍ଟ ସାଇଡ ଅଧିକ ହବ, ତ ଯାହା ଆମର ପଡିବ ଆଉ। ଓକେ, ଦେଖ, ଟୁ ବ୍ୟାଙ୍କ ରେ ଏଠି କଣ ହେଲା, ବ୍ରଟ୍ ଡାଉନ୍ ବ୍ୟାଙ୍କ ଅଫ ବରୋଦାକୁ ଆସିଗଲା। ଯଦି ଏପଟ ସାଇଡ ଥିବ ତ ବ୍ୟାଙ୍କ ଅଫ ବରୋଦାକୁ ଆସିବ, ଯଦି ଏପଟରେ ଥିବ ତ ଓପନିଂ ରେ ଟୁ କ୍ୟାଶ ଇନ୍ ହ୍ୟାଣ୍ଡ ଆସିବ। ତ ବାଇ ବ୍ୟାଙ୍କ ବାଇ ବାଇ ବାଲାନ୍ସ ବ୍ରଟ୍ ଡାଉନ୍ ଆସିଗଲା, ବ୍ୟାଙ୍କ ଅଫ ବରୋଦା କେତେ ଅଛି। ତାପରେ ଯାହା ଯାହା ସବୁ ପେମେଣ୍ଟ ଆମର ହେଇଥିବ, ପେମେଣ୍ଟ ରେ ସବୁ ଆସିବ। ତ ପେମେଣ୍ଟ ରେ କଣ ସବୁ ପଢିଆ, wages and salaries, to rent, sorry, by wages and salaries, by rent, by rates and taxes, by insurance, by printing and stationery, by postage and courier, by advertisement, by sundry expenses, by charges, by entertainment expenses, by audit fees, okay, by honorarium, by repair and revenues, by upkeeps of grounds, by conveyance,
by newspaper and periodicals, by purchase of asset, by purchase of investment। ତାପରେ ଫାଇନାଲି ଆମର କଣ ଆସିଯିବ? by balance carried down, cash in hand କେତେ ଅଛି, cash at bank କେତେ ଅଛି। ଓକେ, ତ ଯାହା ବି ସବୁ ପେମେଣ୍ଟ କରିଥିବ ଆମେ ଲେଖିବା ପେମେଣ୍ଟ ସାଇଡରେ, ଯାହା ସବୁ ରିସିପ୍ଟ ହେଇଛି ଆମେ ରିସିପ୍ଟ ସାଇଡରେ ଲେଖିବା। ତ ଏଇଥିରୁ ତମେ ବୁଝିପାରୁଥିବ କେମିତି ଆମର ରିସିପ୍ଟ ଆଣ୍ଡ ପେମେଣ୍ଟ ଷ୍ଟେଟମେଣ୍ଟ ପ୍ରିପେୟାର ହବ। ଆମେ ଗୋଟେ କୋଶ୍ଚିନ୍ କଲେ ଏଇଟା ଭଲସେ ବୁଝିପାରିବା। ଓକେ, ତାପରେ ଆସିଲା ଆମର ଇନକମ୍ ଆଣ୍ଡ ଏକ୍ସପେଣ୍ଡିଚର ଆକାଉଣ୍ଟ। ଇନକମ୍ ଆଣ୍ଡ ଏକ୍ସପେଣ୍ଡିଚର ଆକାଉଣ୍ଟ ଟା ମୁଁ ନେକ୍ସଟ କ୍ଲାସରେ ପଢେଇବି। ଓକେ, ଆମେ ଇନକମ୍ ଆଣ୍ଡ ଏକ୍ସପେଣ୍ଡିଚର ପଢିବା, ତାର ବି ଗୋଟେ ଷ୍ଟେଟମେଣ୍ଟ ଅଛି ସେଇଟାକୁ ଦେଖିବା। ଆଉ କିଛି ଇମ୍ପୋର୍ଟାଣ୍ଟ ଆଇଟମ ଅଛି, ଇମ୍ପୋର୍ଟାଣ୍ଟ ସବୁ ଟର୍ମୋଲୋଜି ଅଛି ଯୋଉଟା କି ତମେ ଇନକମ୍ ଆଉ ଏକ୍ସପେଣ୍ଡିଚର ଆକାଉଣ୍ଟ ବନେଇବା ପୂର୍ବରୁ ସେ ସବୁର ମିନିଂ, ସେ ସବୁର କେମିତି ଟ୍ରିଟମେଣ୍ଟ କରାଯାଏ ସେଟା ବୁଝିବା ଦରକାର। ଓକେ, ତ ମୁଁ କିଛି ସେ ଯୋଉ ଇମ୍ପୋର୍ଟାଣ୍ଟ ଟର୍ମ ସବୁ ଅଛି ମୁଁ ତାକୁ ଫାଷ୍ଟ ବୁଝେଇବି, ବୁଝେଇଲା ପରେ ହିଁ ଆମର ଇନକମ୍ ଆଉ ଏକ୍ସପେଣ୍ଡିଚର ଷ୍ଟେଟମେଣ୍ଟ ଟା ପ୍ରିପେୟାର କରିପାରିବା। ଓକେ, ତାର ପ୍ରୋସିଜର କେମିତି ବନେଇବା ସେଇଟା ପ୍ରିପେୟାର କରିବା। ତାପରେ ବାଲାନ୍ସ ସିଟ୍ ବି କେମିତି ପ୍ରିପେୟାର କରୁଛେ ସେଇଟା ବି ଦେଖିବା। ଓକେ, ତାପରେ ଆମର ୟୁନିଟ୍ 4 ଏଣ୍ଡ ହବ। ନେକ୍ସଟ କ୍ଲାସରେ ମୁଁ ଭାବୁଛି ଆମର ୟୁନିଟ୍ 4 ଏଣ୍ଡ ହେଇଯିବ। ଓକେ, ତ ଥ୍ୟାଙ୍କ ୟୁ, ମୁଁ ଆଜି କ୍ଲାସ ଏଠି ଏଣ୍ଡ କରୁଛି।